ପୁଣି ସେମାନେ ହସିଲେ। ନରସିଂହପୁର ଗାଁରେ କରିମ୍ ଓ କୃପାସିନ୍ଧୁର ଘର। ଦୁଇ ଜଣଙ୍କର ଘର ଖୁବ୍ ପାଖାପାଖି। ସକାଳୁ ଉଠିଲେ ମୁହଁ ଦେଖାଦେଖି। ବିପଦ ଆପଦରେ କାନ୍ଧକୁ କାନ୍ଧ ମିଳାଇ ଠିଆ ହୁଅନ୍ତି। ଯାନିଯାତ୍ରା ଓ ପୁନେଇ ପରବ ମିଳିମିଶି ପାଳନ୍ତି। କୃପାସିନ୍ଧୁର ଝିଅ ସମା ଓ କରିମ୍ର ଝିଅ ହାସିନା ଦୁହେଁ ଗୋଟିଏ ଶ୍ରେଣୀରେ ପଢ଼ନ୍ତି। ପାଖାପାଖି ବସନ୍ତି, ଏକାଠି ଖେଳନ୍ତି, ଏକାଠି ବୁଲନ୍ତି। କରିମ୍ ନିଜ ଘରେ ପାଳିଥାଏ କିଛି କୁକୁଡ଼ା। କୃପାସିନ୍ଧୁ ସଉକରେ ରଖିଥାଏ ଗୋଟିଏ କୁକୁର। ତା ନାଁ କାଳିଆ। ବେଳ ପାଇଲେ କାଳିଆ କରିମ୍ର କୁକୁଡ଼ାରୁ ଗୋଟିଏ ଦୁଇଟା ଝାମ୍ପି ନିଏ। ପ୍ରଥମେ ପ୍ରଥମେ କରିମ୍ କିଛି କହୁନଥିଲା, ହେଲେ ସେ କେତେ ସହିବ। ତାପରେ କ'ଣ ହେଲା, କୁକୁରକୁ ଜବତ କରିବା ପାଇଁ କରିମ୍ କୃପାସିନ୍ଧୁକୁ ନେହୁରା ହେଲା। କୃପାସିନ୍ଧୁ ଏଥର କାଳିଆକୁ ଆଖିରେ ରଖିଲା। ହେଲେ କ'ଣ ହେବ, ପ୍ରକୃତି ଛାଡ଼ୁଛି କେଉଁଠୁ। ସୁଯୋଗ ଉଣ୍ଡି କାଳିଆ ଗୋଟେ ଦିଟା କୁକୁଡ଼ା ଝାମ୍ପି ନିଏ। କରିମ୍ ଏଥର ରାଗିଗଲା। କୁକୁରକୁ ପାନେ ଦେବ ବୋଲି ଛକି ରହିଲା। କାଳିଆ ଆଉ କିଛିଦିନ କୁକୁଡ଼ା ଭାଡ଼ି ଉପରକୁ ଉଠିବା ବେଳକୁ କରିମ୍ ଦେଲା ପାହାରେ। କାଳିଆ କାଉଁ କାଉଁ କରି ଧାଇଁଲା। ସେ ଛଟା ହୋଇଗଲା। ଏଥର କୃପାସିନ୍ଧୁ ରାଗିଯାଇ କରିମ୍କୁ ଗାଳିଦେଲା। କରିମ୍ ମଧ୍ୟ କୃପାସିନ୍ଧୁକୁ ଗାଳିଦେଲା। କଜିଆ ବଢ଼ି ଚାଲିଲା। ଦୁହିଁଙ୍କ ଭିତରେ କଜିଆ ବଢ଼ିଲା। ଏଣିକି ଦୁଇ ପରିବାର ଭିତରେ କଥାବାର୍ତ୍ତା ବନ୍ଦ। ହାସିନା ସାଙ୍ଗରେ ମିଶିବାକୁ କୃପାସିନ୍ଧୁ ସମାକୁ ମନା କରିଦେଲା। ସମା ଓ ହାସିନାଙ୍କ ଭିତରେ ମିଳାମିଶା କଥାବାର୍ତ୍ତା ବନ୍ଦ ହେଇଗଲା। ଏଥିରେ ସେମାନଙ୍କର ମନ ଭାରି ଦୁଃଖ। ଆଗପରି ମୁହଁରେ ନଥିଲା ହସ। ଦିନକର କଥା। ଖେଳ ଛୁଟିରେ ବିଦ୍ୟାଳୟ ପଛପାଖ ନଈକୂଳରେ ହାସିନା ବୁଲୁଛି। ହଠାତ୍ ଧପ୍ କରି ଗୋଟିଏ ଶବ୍ଦ ହେଲା। ହାସିନା ନଈକୂଳକୁ ଦୌଡ଼ିଲା। ଦେଖିଲା ସମା ପାଣିରେ ବୁଡ଼ୁଛି ଆଉ ଉଠୁଛି। ହାସିନାର ହାଲୁକ ଶୁଖିଗଲା। ହଠାତ୍ ତା ଆଖିରେ ପଡ଼ିଲା ବରଗଛର ମାଡ଼ିଚି ଶିଆଳି ଲଟା। ସେଥିରୁ ଖଣ୍ଡେ ବଡ଼ ଲଟାକୁ ଦାନ୍ତରେ ଛିଣ୍ଡାଇ ପକାଇଲା। ଲଟା ଖଣ୍ଡକୁ ସମା ଆଡ଼କୁ ପକାଇଦେଲା। ସମା, ୟାକୁ ଧରିପକା। ସମା ଲଟାଟିକୁ ଜୋର କରି ଧରିଲା। ହାସିନା ଲଟାଟିକୁ କୂଳ ଆଡ଼କୁ ଟାଣିଲା। ମଝିରେ ମଝିରେ ଦୌଡ଼ି ଆସ, ଦୌଡ଼ି ଆସ କହି ହାସିନା ପାଟି କରୁଥାଏ। ହାସିନାର ପାଟି ଶୁଣି କେତେଜଣ ପିଲାଙ୍କ ସହ ଗୁରୁଜୀ ସେଠାକୁ ଦୌଡ଼ି ଆସିଲେ। ହାସିନା ଲଟାଟିକୁ ଟାଣିଲା ବେଳେ ଧଇଁସଇଁ ହେଉଥାଏ। ତଥାପି ସେ ପ୍ରାଣପଣେ ଲଟାକୁ ଟାଣୁଥାଏ। ତା ସହ ଗୁରୁଜୀ ଓ ପିଲାମାନେ ଲାଗିଗଲେ ସମାକୁ କୂଳକୁ ଆଣିଲେ। ସେତେବେଳେ ସମା ପାଣି ପିଇଯାଇଥାଏ। ଖବର ପାଇ କୃପାସିନ୍ଧୁ ଓ କରିମ୍ ସେଠାକୁ ଆସିଲେ। ଗୁରୁଜୀ କହିଲେ, କୃପାସିନ୍ଧୁ, ତୁମେ ସମାକୁ ସାଙ୍ଗରେ ମିଶିବାକୁ ମନା କରିଥିଲ। ଆଜି ସେଇ ହାସିନା ସମାକୁ ହାସିନା ସାଙ୍ଗରେ ମିଶିବାକୁ ମନା କରିଥିଲ। ଆଜି ସେଇ ହାସିନା ତୁମ ଝିଅକୁ ବଞ୍ଚାଇଲା। କୃପାସିନ୍ଧୁର ମୁଣ୍ଡ ଲାଜରେ ନଇଁଗଲା। କୃପାସିନ୍ଧୁ କରିମ୍କୁ କହିଲା, ଭାଇ, ମୋତେ କ୍ଷମା କର। ହାସିନା ନଥିଲେ ମୁଁ ଆଜି ସମାକୁ ପାଇନଥାନ୍ତି। କରିମ୍ ଓ କୃପାସିନ୍ଧୁ କଳାକଳି ହେଲେ। ସମା ଓ ହାସିନାଙ୍କ ମୁହଁରେ ଫୁଟି ଉଠିଲା ହସ।